ଆମ ଗ୍ରାମର ପିଲାମାନେ ଦିବାରାତ୍ରି ଖେଳ ପାଖାପାଖି 2002ରୁ ଆରମ୍ଭ କଲାଣି। କିନ୍ତୁ ସେ ଯୋଉ 2002ରୁ ଯୋଉ ଖେଳ ଆରମ୍ଭ ହଉଥିଲା ସେଥିରେ ଆମର ବାହାରୁ ପିଲା ଆସି ପାର୍ଟିସିପେଟ କରୁଥିଲେ। କିନ୍ତୁ ବର୍ତ୍ତମାନ ଆମର ବାଛରା ପ୍ରିମିୟର ଲିଗ ଯାହାକି ବର୍ତ୍ତମାନ ନବମ ସିଜନରେ ପହଞ୍ଚି ସେଟାକୁ ଆମ ପିଲାମାନେ ସେଇ ଦିବାରାତ୍ରି ଖେଳରେ 2 ଦିନ ଭିତରେ ତାଙ୍କର ମ୍ୟାଚ ସାରୁଛନ୍ତି ଆଉ ୱିନର ବାଛୁଛନ୍ତି। ଆଉ ଏଇଟା ଦିନକୁ ଦିନ ଆମର ଭଲରୁ ଭଲ ହବା ପାଇଁ ଆମର ଚିନ୍ତାଧାରା ରହିଛି। ଏ ବର୍ଷ 9 ବର୍ଷରେ ପଦାର୍ପଣ କରୁଛି ଯୋଉ ମା ଯୋଗମାୟା ୟୁଥ କ୍ଲବ ଆନୁକୂଲ୍ୟରେ ଯୋଉ ଡେ ନାଇଟ୍ ମ୍ୟାଚ ଆରମ୍ଭ ହୋଇଛି। ସେଥିପାଇଁ ମୁଁ ସମସ୍ତ ଉଦ୍ୟୋକ୍ତା ମାନଙ୍କୁ କର୍ମକର୍ତ୍ତା ମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜ୍ଞାପନ କରୁଛି ଏବଂ ଧନ୍ୟବାଦ ଦେବି ମାନ୍ୟବର ବିଧାୟକଙ୍କୁ। ଆର ବର୍ଷ ଆମେ ପ୍ରତିଶ୍ରୁତି ଦେଇଥିଲୁ ଲାଇଟ୍ ଲାଗିବ ବୋଲି, ଏ ବର୍ଷ ଲାଗିଲା ଏବଂ ଏଥରକ ବିଧାୟକ ଘୋଷଣା କରିଛନ୍ତି ତାଙ୍କୁ କହିଦେବ ଯେ ତାଙ୍କର ଦେହ ଅସୁସ୍ଥ ଅଛି, ସେ ଆସିପାରିଲେ ନାହିଁ। ମୋ ମାଧ୍ୟମରେ ମେସେଜ ଦେଇଥିଲେ ଯେ ତାଙ୍କର ଯୋଉ ଯାହା ଗ୍ରିଡ୍ ଲାଗିବ ଆର ବର୍ଷକୁ ସେ ପଇସା ଦେଇଥିବେ, ସେ ଗ୍ରିଡ୍ ତକ ସେଥିରେ ଲାଗିବ ଏବଂ ଲାଇଟ୍ ତକ ଆଙ୍କର ପରମାନେଣ୍ଟଲି ତାଙ୍କୁ ଦିଆହେଇଛି ରହିବ। ଏବଂ ମୁଁ ଧନ୍ୟବାଦ ଦଉଛି ସମସ୍ତ ଯୁବବନ୍ଧୁ ମାନଙ୍କୁ। ଏଠି ସମସ୍ତଙ୍କର ଦେଖ କେତେ ଉତ୍ସାହର ସହ ଆସି ଏ ଖେଳରେ ଭାଗ ନେଇକି ସମସ୍ତଙ୍କର ସହଯୋଗ ରହିଛି। କେମିତିକା ଆଜି ଯୋଉ ଫାଇନାଲରେ ୱିନର ହବ 30,000, ଯିଏ ରନର୍ସ ହବ 20,000। ଯାହା ହଉ ସମସ୍ତଙ୍କୁ ମୁଁ ଆଉଥରେ ଆପଣଙ୍କ ମାଧ୍ୟମରେ ଧନ୍ୟବାଦ ଦଉଛି। ଯାହା ହଉ ଏଭଳି ଗୋଟେ କାର୍ଯ୍ୟକ୍ରମ ଆମ ଗାଁ ବାଛରାରେ କରି ଯୁବପିଢି ମାନଙ୍କୁ ଉତ୍ସାହିତ କରିବା ପାଇଁ ଯୋଉ ପ୍ରୟାସ ଜାରି ରହିଛି, ମୁଁ ସେଥିରେ ତାଙ୍କୁ ଧନ୍ୟବାଦ ଦଉଛି ଏବଂ ମୋର ଯାହା ପୌର ପରିଷଦ ତରଫରୁ ଦରକାର ତାହା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦଉଛି। ଆମର ଏଇ ଯୋଉ ମ୍ୟାଚ୍ 2002ରୁ ଆରମ୍ଭ ହେଇଥିଲା। ଆରମ୍ଭ ହେଲା ବେଳେ ଆମର ବାହାରୁ ସବୁ ପାର୍ଟିସିପେଟ୍ କରନ୍ତି, ବାହାରୁ ପିଲାମାନେ ସବୁ ଆସିକି ଖେଳନ୍ତି। ଖେଳିଲା ପରେ ଆମର ସବୁ ପୁରସ୍କାର ଆସି ରଖା ହେଇଥାଏ। ଯେ ପ୍ରଥମ ଦ୍ୱିତୀୟ ତୃତୀୟ ହୁଅନ୍ତି ତାଙ୍କୁ ଆମର କିଛି ପୁରସ୍କାର ଦିଆଯାଏ। ତାପରେ ଆମର ଯେତେବେଳେ ପିଲାମାନେ ସବୁ ଅର୍ଗାନାଇଜିଂ କରିକି ଆମର ସେ ମ୍ୟାଚ୍ ଗୁଡ଼ିକ ସବୁ ଖେଳିଲା ପରେ ଆମେ ଦେଖିଲୁ ଯେ ଆମରି ପିଲାମାନେ 70-80 ଜଣ ରହୁଛନ୍ତି, ଯାହା ଫଳରେ କି ଆମେ ପ୍ରିମିୟର ଲିଗ୍ ଆରମ୍ଭ କଲୁ 2014ରୁ ଆରମ୍ଭ କରି 2025ରେ ଆମର ନବମ ସଂସ୍କରଣ ଏଇଟା ଏ ବର୍ଷ। ଆଉ 2 ଦିନ ଧରିକି ଚାଲେ ପ୍ରତିବର୍ଷ ଆମର ଏଇ ମ୍ୟାଚ୍ ଗୁଡ଼ିକ। ଆଉ ଏ ବର୍ଷ 2025 ଆମର ଉଦ୍ଘାଟନୀରେ ଆମର ଗାଁର ମୁଖିଆ ଏବଂ ମାନ୍ୟଗଣ ଅତିଥି ମାନେ ଏବଂ ଜଟଣୀର IIC ଆସି ଉଦ୍ଘାଟନ କରିଥିଲେ। ଏବଂ ଆଜି ମଧ୍ୟ ଦେଖୁଛନ୍ତି ମ୍ୟାଚ୍ ଗୁଡ଼ିକ ଚାଲିଛି। ଆଉ ବହୁତ ବଢିଆ ଶୃଙ୍ଖଳାରେ ବି ସବୁ ମ୍ୟାଚ୍ ଗୁଡାକ ହଉଛି। ଏଠି ଆମର 6ଟି ଟିମ୍କୁ ନେଇକି ଖେଳାଯାଏ। ପ୍ରତ୍ୟେକ ଟିମ୍ରେ 8 ଜଣ ଲେଖା ପିଲା ଖେଳନ୍ତି। ଆଉ 6 ଓଭର ନାଇଁ, ଏ ଆମରି ଗାଁର ପିଲାମାନେ ସବୁ ପାଖ ଆଖର ଯୋଉ ପିଲାମାନେ ସମସ୍ତେ ଅଛନ୍ତି ସେଇମାନେ ସବୁ ଖେଳୁଛନ୍ତି। ଖେଳ ଆମର 6 ଓଭର ଲେଖା ଖେଳା ହଉଛି। ଆଉ ଆମର ଯୋଗମାୟା ଫାଇଟର 6ଟି ଟିମ୍ ଯୋଉ ଅଛି, ଯୋଗମାୟା ଫାଇଟର, ଇଗଲ ଫାଇଟର, ଆଉ ଶିବଶକ୍ତି 11, ରାଜୁ 11 ଆଉ ସନସାଇନ୍, ଏମିତି କରି 6ଟି ଟିମ୍ ଖେଳେ ନାଇଟ୍ ହଣ୍ଟର। କିନ୍ତୁ ସେମିଫାଇନାଲରେ ତ ସେମିତି କିଛି ନାହିଁ। ଆମର ଫାଇନାଲରେ ଆମର ବିଜେତା ରାଶି ରଖା ହେଇଛି। ଫାଇନାଲରେ 30,000 ଟଙ୍କା ଏବଂ ରନର୍ସ ଯୋଉମାନେ ହେବେ ତାଙ୍କୁ 20,000 ଟଙ୍କା ପୁରସ୍କାର ଦିଆଯିବ ଅନୁଷ୍ଠାନ ତରଫରୁ। ଏଇଟା ବାଛରା ପ୍ରିମିୟର ଲିଗ୍ର ନବମ ସଂସ୍କରଣ ଥିଲା। ଏଥିରେ ଆମର ଗ୍ରାମର ସମସ୍ତ ଛୋଟ ବଡ଼ ଭାଇମାନେ ଏଥିରେ ଅଂଶଦାନ କରିଥିଲେ ଏବଂ ଏଥିରେ ଆମର 6ଟି ଟିମ୍ ହେଇଥିଲା। ସେଥିରୁ 2ଟି ଟିମ୍ ଆମର ଫାଇନାଲ ଆସିଥିଲେ, ଗୋଟେ ନାଇଟ୍ ହଣ୍ଟର ଏବଂ ଆଉ ଗୋଟେ ଶିବଶକ୍ତି। ଏଇ ଯୋଉ 2 ଦିନ ଟୁର୍ଣ୍ଣାମେଣ୍ଟ ହଉଥିଲା, ଡେ ଆଣ୍ଡ ନାଇଟ୍ ଟୁର୍ଣ୍ଣାମେଣ୍ଟ ଥିଲା। ଏଥିରେ ଆମର ଆମେ ଚାମ୍ପିୟନ ହେଇଛୁ ଏବଂ ଶିବଶକ୍ତି ଟିମ୍ ରନର୍ସ ଅପ୍ ହେଇଛନ୍ତି। ଆମେ ଚେଜିଂ କରୁଥିଲୁ। ଆମେ 6 ବଲ୍ ଥାଇ ଆମ ପିଲା ଆମର ଚେଜିଂ କରିଥିଲେ ନାଇଟ୍ ହଣ୍ଟର ଟିମ୍। ଆମେ ଷ୍ଟାର୍ଟିଂରୁ ପ୍ରଭୁ ଯୋଗମାୟାଙ୍କ କୃପାରୁ ଆମେ ଷ୍ଟାର୍ଟିଂରୁ ଖେଳି ଆସୁଛୁ ଲିଗ୍ ଆଉଟ୍ରୁ। ଲିଗ୍ ମ୍ୟାଚ୍ ଖେଳିଛୁ, କ୍ୱାର୍ଟର ଖେଳିଛୁ, ସେମି ଖେଳିଛୁ, ଫାଇନାଲ ଖେଳିଛୁ। ମାଙ୍କ କୃପାରୁ ଏବଂ ସମସ୍ତ ଟିମ୍ ମାନଙ୍କ ଏଫର୍ଟ ଏବଂ ଅଲ୍ ପ୍ଲେୟାର୍ସଙ୍କର ଯୋଉ ଏଫର୍ଟ ଥିଲା, ସେ ବଳରେ ଆମେ ଗୋଟେ ବି ମ୍ୟାଚ୍ ଆମେ ଲୁଜ୍ କରିନୁ ଏବଂ ଆମେ ଫାଇନାଲରେ ବି ଆମେ ନୋ ଲସ୍ରେ ଆମେ ଚାମ୍ପିୟନ ହେଇଛୁ। ବହୁତ ଥର ଯାଇଛୁ, ରନର୍ସ ଅପ୍ ହେଇଛୁ, କିନ୍ତୁ ଚାମ୍ପିୟନ ହେଇନଥିଲୁ। ଏଇଟା ପ୍ରଥମ ଥର ଚାମ୍ପିୟନ ହେଲୁ। ତେଣୁ ଏଇଟା ଆମେ ଆମର ଓନର୍ସ ଏବଂ ଆମର ସମସ୍ତ ପ୍ଲେୟାର୍ସ ଏବଂ ଯେଉଁମାନେ ଅର୍ଗାନାଇଜ କରିଥିଲେ ବାଛରା ପ୍ରିମିୟର ଲିଗ୍ର ଏ ଟୁର୍ଣ୍ଣାମେଣ୍ଟକୁ, ଏ ଶ୍ରେୟ ଆମେ ସମସ୍ତଙ୍କୁ ଦେବୁ। ଛୋଟ ବଡ଼ ଭାଇ ଭଉଣୀ ଏବଂ ଆମର ଗ୍ରାମବାସୀ ବୃନ୍ଦ ଯେଉଁମାନେ ଅଛନ୍ତି ଗୁରୁଜନ, ସମସ୍ତଙ୍କୁ ଆମେ ଶ୍ରେୟ ଦେବୁ। ମୋର ନିଜସ୍ୱ ଏକ ଟିମ୍ ଶିବଶକ୍ତି ଟିମ୍ ଖେଳୁଥିଲା ଏବଂ ଏଇ ପବିତ୍ର ବାଛରା ଗ୍ରାମରେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ବହୁତ ଧୁମଧାମରେ ଖେଳର ଆୟୋଜନ ହେଇଥିଲା। ଖେଳ ତ ଏକ ମାଧ୍ୟମ, କିନ୍ତୁ ଗ୍ରାମର ସାନ ବଡ଼ ଭାଇମାନଙ୍କ ଭିତରେ ଯୋଉ ଭାଇଚାରାଟା ଏପର୍ଯ୍ୟନ୍ତ ବଞ୍ଚି ଅଛି, ଏଇଟା ଆଗାମୀ ବର୍ଷ ପର୍ଯ୍ୟନ୍ତ ଆଗାମୀ ପିଢି କେମିତି ଏଇ ଧାରାଟାକୁ ବଜାୟ ରଖିବେ, ସେଇଟା ହଉଛି ଆମର ପ୍ରୟାସ। ଏବଂ ଆଗକୁ ମଧ୍ୟ ଏ ଖେଳର ଉତ୍ତରୋତ୍ତର ଉନ୍ନତି ହବ। ଗ୍ରାମର ସମସ୍ତ ପିଲା ଖୁସି ଅଛନ୍ତି ଏବଂ ଆଗାମୀ ଦିନ ମାନଙ୍କରେ ଏଇ ଖେଳରେ କେମିତି ଖେଳ ତ ସ୍ୱାସ୍ଥ୍ୟ ସମ୍ପଦ ଏବଂ
ନିଶାମୁକ୍ତ କରିବା ପାଇଁ ଆମେ ପ୍ରୟାସ ଜାରି ରଖିଛୁ। ଏ ଖେଳରେ ଆମେ ଫାଇନାଲ ୱିନର ଆମେ ରନର୍ସ ଅଛୁ। ବହୁତ ପିଲା ବହୁତ ପରିଶ୍ରମ କରିଥିଲେ, ଅକ୍ଳାନ୍ତ ପରିଶ୍ରମ ଦୀର୍ଘ 2 ଦିନର ପରିଶ୍ରମ ପରେ ଆଜି ଏଇ ଫାଇନାଲ ପର୍ଯ୍ୟାୟରେ ଆମେ ଉତ୍ତୀର୍ଣ୍ଣ ହେଇଛୁ। ମୋ ବଡ ଭାଇ ମାନେ ଫାଇନାଲରେ ଅଛନ୍ତି, ଆମେ ରନର୍ସରେ ଅଛୁ। ତ ପ୍ରଥମରୁ ଆରମ୍ଭ ହିଁ ଆମେ କରିଥିଲୁ। ଆମେ 2002 ମସିହାରୁ ଏହି ଟୁର୍ଣ୍ଣାମେଣ୍ଟରେ ସହଯୋଗ କରି ଆସିଛୁ। ଆମେ ନିଜେ ବି ନେତୃତ୍ୱ ନେଇକି ଏଥିରେ କାମ ବି କରିଛୁ। ଏଥିରେ ଆମର ପ୍ରଥମରୁ ଜିଲ୍ଲା ସ୍ତରୀୟ ଆମେ କରିଥିଲୁ। ଜିଲ୍ଲା ସ୍ତରୀୟରେ ଆମର ସେ ଭୁବନେଶ୍ୱର, କଟକ, ପୁରୀରୁ ପିଲା ଆସିକି ବାହାରୁ ଖେଳିକି ଯାଇଛନ୍ତି। ଆଉ ତା ପରବର୍ତ୍ତୀ ସମୟରେ ଆମର ବାଛାରା ପ୍ରିମିୟମ ଲିଗ୍ କରାହେଲା, ଯିଏକି ବାଛାରା ଗ୍ରାମର ପିଲାମାନଙ୍କୁ ନେଇକି ସେଇଟା ଖେଳ କରାହେଲା। ସେଇଟା 9 ବର୍ଷ ହେଲା ବର୍ତ୍ତମାନ ଚାଲିଲାଣି।